ସମସ୍ତଙ୍କୁ ନମସ୍କାର। ସ୍ୱାଗତ କରୁଛି ମୋର ଡେ 4 ଷ୍ଟଡି ବ୍ଲଗକୁ। ସକାଳର ଏହି ମିଠା ସୂର୍ଯ୍ୟୋଦୟ ସାଙ୍ଗରେ ଏକ ନୂଆ ଚିନ୍ତାଧାରା ଆଉ ଏକ ନୂଆ ଦିନର ଆରମ୍ଭ। ପ୍ରତିଦିନ ସୂର୍ଯ୍ୟଙ୍କର ଏହି ପ୍ରଥମ କିରଣ ଯେତେବେଳେ ଧରିତ୍ରୀକୁ ଛୁଏଁ ସେତେବେଳେ ମନରେ ଏକ ଅଜଣା ଶକ୍ତି ଆସିଯାଏ। ଏହି ସକାଳ ଆମକୁ ମନେ ପକାଇ ଦିଏ ଯେ ଗତକାଲି ଯାହା ବି ହେଉଥାଏ ନା କାହିଁକି ଆଜି ପୁଣି ଥରେ ଚେଷ୍ଟା କରିବାର, ନିଜକୁ ପ୍ରମାଣିତ କରିବାର ଆଉ ଏକ ସୁଯୋଗ ଆମ ହାତରେ ଅଛି। ସେଇଥିପାଇଁ ଆଜି ନିଜ ସହ ପ୍ରତିଜ୍ଞା କରିଛି, ବିଗତ ଦିନର ସବୁ ନକାରାତ୍ମକ ଚିନ୍ତାକୁ ପଛରେ ପକାଇ କେବଳ ପଢ଼ା ଉପରେ ଧ୍ୟାନ ଦେବି। ଚାଲନ୍ତୁ ଆଜିର ଦିନଟିକୁ ସକାରାତ୍ମକ ଭାବରେ ଆରମ୍ଭ କରିବା। ଆଜି ସକାଳେ ଯେତେବେଳେ ମୁଁ ବହି ଖୋଲିଲି ହଠାତ୍ ମୋ ମା' କଥା ବହୁତ ମନେ ପଡ଼ିଲା। ମା' ସେତେବେଳେ କେତେ କଥା କହୁଥିଲା, ଟିକେ ପଢ଼ିଦେ, ଏବେ ସମୟ ଅଛି, ପଢ଼ିଲେ କ୍ୟାରିୟର ବନିଯିବ। କିନ୍ତୁ ସେତେବେଳେ ମନରେ ଏଇ ଚପଳତା ଥିଲା, ସମୟର ମୂଲ୍ୟ ବୁଝିପାରୁନଥିଲି। ଆଜି ନିଜକୁ ନିଜେ ପ୍ରଶ୍ନ କରୁଛି, ସେତେବେଳେ ଯଦି ଆଉ ଟିକେ ଏଫର୍ଟସ୍ ଦେଇଥାନ୍ତି, ଆଉ ଏ ଗମ୍ଭୀରତାର ସହ ଟିକେ ପାଠ ପଢ଼ିଥାନ୍ତି, ତେବେ ହୁଏତ ଆଜି ଏ ସଂଘର୍ଷ ଟିକେ କମ୍ ହେଇଥାନ୍ତା। ସେତେବେଳେ ସବୁ ସୁବିଧା ଥାଇ ବି ମୁଁ ସେତିକି ପରିଶ୍ରମ କରିପାରିଲିନି ଯାହା ମା' ଚାହୁଁଥିଲା। ସେଇ ଅନୁତାପ ଆଜି ମୋତେ ଭିତରୁ ଆହୁରି ଶକ୍ତ କରୁଛି। କିନ୍ତୁ କୁହନ୍ତି ନା, ସମୟ କାହା ପାଇଁ ଅଟକେନି। ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେତେବେଳେ ମୋ ପଛରେ ମୋ ମା' ଠିଆ ହେଇଥିଲା, ଆଉ ଆଜି ମୁଁ ନିଜେ ଜଣେ ମା'। ଏବେ ମୋ ଉପରେ ମୋ ପିଲାର ସମ୍ପୂର୍ଣ୍ଣ ଦାୟିତ୍ୱ। ତା'ର ଯତ୍ନ ନେବା, ଖାଇବା, ପିଇବା, ତାକୁ ସମୟ ଦେବା ସହିତ ନିଜ ପାଇଁ ସମୟ ବାହାର କରି ପାଠ ପଢ଼ିବା। ପ୍ରକୃତରେ ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଜଣେ ମା' ପାଇଁ ନିଜ ସ୍ୱପ୍ନକୁ ଜୀଅନ୍ତା ରଖିବା ଏତେ ସହଜ ନୁହେଁ। କେତେବେଳେ ପିଲା କାନ୍ଦେ ତ ବହି ବନ୍ଦ କରିବାକୁ ପଡ଼େ, କେତେବେଳେ ସେ ଶୋଇଲା ପରେ ରାତି ଅଧରେ ଆଖିରୁ ନିଦ ହଜେଇ ପଢ଼ିବାକୁ ପଡ଼େ। କିନ୍ତୁ ମୁଁ ହାର ମାନିବିନି, କାରଣ ମୋ ପିଲା ହିଁ ମୋର ସବୁଠୁ ବଡ଼ ପ୍ରେରଣା। ଯଦି ମୁଁ ଗତ 2-3 ଦିନ କଥା କହିବି, ମୁଁ ନିଜ ପାଇଁ 3 ଘଣ୍ଟା ଲେଖାଏଁ ସମୟ ବାହାର କରି ପଢ଼ିପାରୁଥିଲି। ମନରେ ଖୁସି ଥିଲା ଯେ ମୁଁ ମୋ ଗୋଲ୍ ଆଡ଼କୁ ଆଗକୁ ବଢ଼ୁଛି। କିନ୍ତୁ ଆଜି ଟିକେ ପରିସ୍ଥିତି ଅଲଗା ଥିଲା। ଘରର କାମ ଆଉ ପିଲାର ଦାୟିତ୍ୱ ଭିତରେ ଆଜି ମୋତେ ସେତିକି ସମୟ ମିଳିଲାନି। ଆଜି ମୁଁ କେବଳ 2.5 ଘଣ୍ଟା ହିଁ ପଢ଼ିପାରିଲି। ସତ କହିବାକୁ ଗଲେ ଅଧଘଣ୍ଟା କମ୍ ପଢ଼ିଥିବାରୁ ମନରେ ଟିକେ ଦୁଃଖ ହେଉଛି, ଖରାପ ବି ଲାଗୁଛି ଯେମିତି ମୁଁ ମୋ ଟାର୍ଗେଟ୍ ପୁରା କରିପାରିଲିନି। କିନ୍ତୁ ପର ମୁହୂର୍ତ୍ତରେ ଭାବିଲି, ମୁଁ କିଛି ନ ପଢ଼ିବା ଅପେକ୍ଷା ଏଇ 2.5 ଘଣ୍ଟା ପଢ଼ିବା ତ ମୋ ପାଇଁ ଏକ ବଡ଼ ବିଜୟ। ଜୀବନରେ ଉତ୍ଥାନ ପତନ ତ ଆସିବ, ସମୟ ସବୁଦିନ ସମାନ ରହିବନି। ଆଜି ଅଧଘଣ୍ଟା କମ୍ ହେଲା ତ କ'ଣ ହେଲା, ମୋର ଚେଷ୍ଟା ଆଉ ମୋର ଜିତ ଜାରି ରହିଛି। ଆଜିର ଏହି 2.5 ଘଣ୍ଟା ପରିଶ୍ରମ ହିଁ ମୋତେ କାଲି ସଫଳତାର ଶୀର୍ଷକୁ ନେଇଯିବ। ମୁଁ ନିରାଶ ହେବିନି। କାଲି ପୁଣି ଏକ ନୂଆ ସକାଳରେ ନୂଆ ଜୋଶ ସହ ଫେରିବି। ଆପଣମାନଙ୍କର ଆଜିର ଦିନଟି କେମିତି କଟିଲା? ଆପଣଙ୍କର ଷ୍ଟଡି ଗୋଲ୍ ପୁରା ହେଲା ତ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଏବଂ ଆପଣମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଥାଏ, ତେବେ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଦେଖା ହେବ ନେକ୍ସଟ ଡେରେ।